ନମସ୍କାର ସାଙ୍ଗମାନେ, ଆଜି ଜାଣିବା ଭାରତର ସବୁ ରାଜ୍ୟର ନାମ ଆଉ ତାର ରାଜଧାନୀ ନାମ କ'ଣ। ଆନ୍ଧ୍ରପ୍ରଦେଶର ରାଜଧାନୀ ହେଉଛି ଅମରାବତୀ। ତାଙ୍କର ଭାଷା ହେଉଛି ତେଲୁଗୁ। ଅରୁଣାଚଳ ପ୍ରଦେଶର ରାଜଧାନୀ ହେଉଛି ଇଟାନଗର। ତାଙ୍କର ଭାଷା ହେଉଛି ଇଂରାଜୀ। ଆସାମର ରାଜଧାନୀ ହେଉଛି ଦିସାପୁର। ତାଙ୍କର ଭାଷା ହେଉଛି ଆସାମୀ। ବିହାରର ରାଜଧାନୀ ହେଉଛି ପାଟନା। ଭାଷା ହେଉଛି ହିନ୍ଦୀ। ଛତିଶଗଡ଼ର ରାଜଧାନୀ ହେଉଛି ରାୟପୁର। ତାଙ୍କର ଭାଷା ହେଉଛି ଛତିଶଗଡ଼ିଆ। ନମ୍ବର 6ରେ ଗୋଆର ରାଜଧାନୀ ହେଉଛି ପାଣାଜୀ। ତାଙ୍କର ଲାଙ୍ଗୁଏଜ ହେଉଛି କୋଙ୍କଣୀ। ଗୁଜରାଟର ରାଜଧାନୀ ହେଉଛି ଗାନ୍ଧୀନଗର। ତାଙ୍କର ଭାଷା ହେଉଛି ଗୁଜରାଟୀ। ହିମାଚଳ ପ୍ରଦେଶ ତାଙ୍କର ରାଜଧାନୀ ହେଉଛି ଶିମଲା। ତାଙ୍କର ଭାଷା ହେଉଛି ହିନ୍ଦୀ। ହରିୟାଣାର ରାଜଧାନୀ ହେଉଛି ଚଣ୍ଡିଗଡ଼କୁ ହରିୟାଣାର ରାଜଧାନୀ ବୋଲି କୁହାଯାଏ। ହରିୟାଣାର ଭାଷା ହେଉଛି ହରିୟାଣାବୀ। ଝାଡ଼ଖଣ୍ଡର ରାଜଧାନୀ ହେଉଛି ରାଞ୍ଚି। ତାଙ୍କର ଭାଷା ହେଉଛି ହିନ୍ଦୀ। କର୍ଣ୍ଣାଟକର ରାଜଧାନୀ ହେଉଛି ବେଙ୍ଗାଲୁରୁ। ତାଙ୍କର ଭାଷା ହେଉଛି କନ୍ନଡ଼। କେରଳର ରାଜଧାନୀ ହେଉଛି ଥିରୁବନନ୍ତପୁରମ୍। ତାଙ୍କର ଲାଙ୍ଗୁଏଜ ହେଉଛି ମାଲାୟାଲମ। ମଧ୍ୟପ୍ରଦେଶର ରାଜଧାନୀ ହେଉଛି ଭୋପାଳ। ତାଙ୍କର ଭାଷା ହେଉଛି ହିନ୍ଦୀ। ମହାରାଷ୍ଟ୍ରର ରାଜଧାନୀ ହେଉଛି ମୁମ୍ବାଇ। ତାଙ୍କର ଭାଷା ହେଉଛି ମରାଠୀ ଭାଷା। ମେଘାଳୟର ରାଜଧାନୀ ହେଉଛି ଶିଲଂ। ତାଙ୍କର ଭାଷା ହେଉଛି ଇଂରାଜୀ। ମଣିପୁରର ରାଜଧାନୀ ହେଉଛି ଇମ୍ଫାଲ। ତାଙ୍କର ଲାଙ୍ଗୁଏଜ ହେଉଛି ମଣିପୁରୀଆ। ମିଜୋରାମ ତାଙ୍କର ରାଜଧାନୀ ହେଉଛି ଆଇଜଲ। ତାଙ୍କର ଲାଙ୍ଗୁଏଜ ହେଉଛି ମିଜୋ। ନାଗାଲାଣ୍ଡର ରାଜଧାନୀ ହେଉଛି କୋହିମା। ତାଙ୍କର ଭାଷା ହେଉଛି ଇଂରାଜୀ। ଓଡ଼ିଶାର ରାଜଧାନୀ ହେଉଛି ଭୁବନେଶ୍ୱର। ତାଙ୍କର ଭାଷା ହେଉଛି ଓଡ଼ିଆ। ପଞ୍ଜାବର ରାଜଧାନୀ ହେଉଛି ଚଣ୍ଡିଗଡ଼। ତାଙ୍କର ଭାଷା ହେଉଛି ପଞ୍ଜାବୀ। ରାଜସ୍ଥାନର ରାଜଧାନୀ ହେଉଛି ଜୟପୁର। ତାଙ୍କର ଭାଷା ହେଉଛି ହିନ୍ଦୀ ଭାଷା ତାଙ୍କର। ସିକିମ ତାଙ୍କର ରାଜଧାନୀ ହେଉଛି ଗ୍ୟାଙ୍ଗଟକ। ତାଙ୍କର ଭାଷା ହେଉଛି ନେପାଳ। ତାମିଲନାଡୁର ରାଜଧାନୀ ହେଉଛି
ଚେନ୍ନାଇ ତାଙ୍କର ଭାଷା ହେଉଛି ତାମିଲ। ତେଲେଙ୍ଗାନାର ରାଜଧାନୀ ହେଉଛି ହାଇଦ୍ରାବାଦ। ତାଙ୍କର ଭାଷା ହେଉଛି ତେଲୁଗୁ ଓ ଉର୍ଦ୍ଦୁ। ତ୍ରିପୁରାର ରାଜଧାନୀ ହେଉଛି ଅଗରତାଲା। ତାଙ୍କର ଭାଷା ହେଉଛି ବଙ୍ଗାଳୀ ଏନ୍ କକବରକ। ଉତ୍ତରପ୍ରଦେଶର ରାଜଧାନୀ ହେଉଛି ଲକ୍ଷ୍ନୌ। ତାଙ୍କର ଭାଷା ହେଉଛି ହିନ୍ଦୀ। ଉତ୍ତରାଖଣ୍ଡର ରାଜଧାନୀ ହେଉଛି ଡେରାଡୁନ। ତାଙ୍କର ଭାଷା ହେଉଛି ହିନ୍ଦୀ। ପଶ୍ଚିମବଙ୍ଗର ରାଜଧାନୀ ହେଉଛି କୋଲକାତା। ତାଙ୍କର ଭାଷା ହେଉଛି ବଙ୍ଗାଳୀ।